ଢେଙ୍କାନାଳ ଜିଲ୍ଲାର କାମାକ୍ଷାନଗର ବଳି ଗୋରଡ଼ରେ ଦିନ ଥିଲା ଛୋଟ ମନ୍ଦିରର ପୂଜା ଖେଳାରୁ ଆଜି ଏକ ବଡ଼ ମନ୍ଦିର ନିର୍ମାଣ ବିଗ୍ରହଙ୍କ ପ୍ରାଣ ପ୍ରତିଷ୍ଠା ସହ 5 ଦିନ ଠାକୁରଙ୍କ ସେବାରେ ବାଲିଗୋରଡ଼ ଗ୍ରାମବାସୀମାନେ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ବାଲିଗୋରଡ଼ ଗ୍ରାମ ଶ୍ରୀ ଶ୍ରୀ ଜଗନ୍ନାଥଙ୍କ ମନ୍ଦିର ନିର୍ମାଣ ହୋଇଛି। ଗ୍ରାମ ସଭାପତି ଅଲେଖ ଚନ୍ଦ୍ର ଖୁଣ୍ଟିଆ, ସମ୍ପାଦକ ଗଙ୍ଗାଧର ସ୍ୱାଇଁ, ଗ୍ରାମ କମିଟି ସଭ୍ୟ ପ୍ରଦୀପ ସ୍ୱାଇଁ, ତୁଷାରକାନ୍ତ ସ୍ୱାଇଁ, ସୁଜିତ ସ୍ୱାଇଁ, ଚନ୍ଦ୍ରମଣି ମହାନ୍ତି, ଦିବ୍ୟ ସିଂ ଖୁଣ୍ଟିଆ ଓ ଶ୍ରୀହରି ସ୍ୱାଇଁ ପ୍ରମୁଖ ଗ୍ରାମବାସୀଙ୍କ ସହଯୋଗରେ 56 ଗୋଟି ଗ୍ରାମରେ ନିଜ ଗ୍ରାମର ଝିଅ ବିବାହ କରିଥିବା ଗ୍ରାମର ଓ ତାଙ୍କ ଗ୍ରାମ ସଭାପତି ସମ୍ପାଦକଙ୍କୁ ନିମନ୍ତ୍ରଣ କରାଯାଇଥିଲା। 10 ବର୍ଷ ପୂର୍ବେ ମନ୍ଦିରରେ ଥିବା ବିଗ୍ରହଙ୍କୁ ସ୍ଥାନାନ୍ତର ସହ ଖିଚିଙ୍ଗରୁ ପାର୍ଶ୍ୱ ଦେବତାଙ୍କୁ ଅଣାଯାଇ ଗତ ରବିବାରଠାରୁ ଧ୍ୱଜାରୋହଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ପୂଜକ ସତୀଶ ପ୍ରସାଦ ଆଚାର୍ଯ୍ୟ ମନ୍ତ୍ରପାଠରେ ପ୍ରତ୍ୟହ ରୀତିନୀତି ଅନୁଯାୟୀ କଳସ ଯାତ୍ରା, ପ୍ରାଣ ପ୍ରତିଷ୍ଠା, ଗୀତାଯଜ୍ଞ ଓ ଯଜ୍ଞ କାର୍ଯ୍ୟକ୍ରମ ପୂର୍ଣ୍ଣାହୁତି ସମ୍ପନ୍ନ ହୋଇଥିଲା। ପ୍ରତ୍ୟହ ସନ୍ଧ୍ୟାରେ ପ୍ରବକ୍ତା ନାରାୟଣ ଦାସ ବସନ୍ତ ବିଷୋୟୀ ପ୍ରବଚନ ଦେଉଥିଲେ। ଅମୂଲ୍ୟ ରତ୍ନ ତ୍ରିପାଠୀ ମଞ୍ଚ ସଞ୍ଚାଳନ କରୁଥିଲେ। ସମସ୍ତଙ୍କ ଉଦ୍ଦେଶ୍ୟରେ ପ୍ରସାଦ ସେବନ ହୋଇଥିଲା। ମନ୍ଦିର ଦର୍ଶନ କରିଥିଲେ। କାମାକ୍ଷାନଗରରୁ ସୁରେଶ ରାଉତଙ୍କ ରିପୋର୍ଟ, କଳିଙ୍ଗ ଟିଭି 24।